ଯେମିତି ପୃଥିବୀଟା ବୁଲୁଛି ଆମ ଭାଗ୍ୟଟା ସେମିତି ବୁଲୁଛି। ଆମେ ଯେଉଁ କର୍ମ କରିଥିଲେ ଆମ ଭାଗ୍ୟ ତାର ଫଳ ପାଖକୁ ଟାଣିକିରି ନେଇଯିବ। ଯଦି ଆଜି ଆମେ ଗୋଟେ ଖାଲି ପଡ଼ିଆରେ ଆମ୍ବ ଟାକୁଆ 10ଟା ପୋତିଛେ ଏବଂ ସେଇଟା ଗଛ ହେଇଯାଇଛି, ସେ ଗଛରେ ଫଳ ଫଳିବା ପୂର୍ବରୁ ଆପଣଙ୍କର ମୃତ୍ୟୁ ହେଇଯାଇଛି, ନିଶ୍ଚିତ ଭାବରେ ଯେତେବେଳେ ପରଜନ୍ମ ଆପଣଙ୍କର ହେବ, କାରଣ ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ ଜନ୍ମସ୍ୟ ଚ ତସ୍ମାଦ୍ ପରିହାର୍ଯ୍ୟାର୍ଥେ ନତ୍ୱଂ ଶୋଚିତୋ ମହର୍ଷି। ଜନ୍ମ ମାତ୍ରେ ତ ମୃତ୍ୟୁ ନିଶ୍ଚିତ, ମୃତ୍ୟୁ ମାତ୍ରେ ତ ଜନ୍ମ ନିଶ୍ଚିତ, ପୁଣି ଆଉଥରେ ସେ ଜନ୍ମ ନେବ। ଦେଖିବେ ସେ ଏଭଳି ଭାବରେ ଜନ୍ମ ନେବ ଯେମିତିକି ପରବର୍ତ୍ତୀ ଜନ୍ମରେ ସେ ଗଛର ଫଳକୁ ଖାଇବା ପାଇଁ ତାକୁ ସୁଯୋଗ ମିଳିବ। ଯଦି ଖାଲି ପଡ଼ିଆରେ ଆପଣ ଆଜି ବିଛୁଆତି ମଞ୍ଜି ମୁଠାଏ ବୁଣି ଦେଇକି ପଳେଇଛନ୍ତି, ତାପରେ ଆପଣଙ୍କର ମୃତ୍ୟୁ ହେଇଯାଇଛି, ନିଶ୍ଚିତ ଭାବରେ ଆପଣଙ୍କର ଜନ୍ମ ଏଭଳି ଭାବରେ ହେବ, ସେ ବିଛୁଆତି ବଣରେ ବୁଲିବେ, ସେ ବିଛୁଆତି ଆପଣଙ୍କ ଦେହରେ ଲାଗିବ, ନିଶ୍ଚିତ ଭାବରେ କୁଣ୍ଡେଇ ହେବ। ଏଇଟା ହେଉଛି କର୍ମର ଫଳ। ଆଜି ଆମେ ଯେଉଁ କର୍ମ କରୁଛେ, ଆଜିର କର୍ମଟା ହେଉଛି କ୍ରିୟମାଣ କର୍ମ। ଯେଉଁ ଜିନିଷଟା ଆମେ ଆଜି କରିଦେଇଛେ ଏଇଟା ଆସନ୍ତା କାଲି ପାଇଁ ହେଇଯିବ ସଞ୍ଚିତ କର୍ମ। ପରବର୍ତ୍ତୀ ସମୟରେ ଏ ସଞ୍ଚିତ କର୍ମ ପୁଞ୍ଜୀଭୂତ ହୋଇ ସେଟା ପ୍ରାରବ୍ଧ ହେଇଯାଏ। ଆମେ ଏଇ ଯେଉଁ କଥାଟା ଆପଣ ପଚାରିଲେ, ମୁଁ ତାର ଉତ୍ତର ସଠିକ ଉତ୍ତରକୁ ଆସିବେ କେମିତି ଆସିବେ? ଆମେ ତ ପୁଣି ଜାଣିବା ପାଇଁ ପଡ଼ିବ ନା ଯେ ଦୁଇଟି ଉଦ୍ଜାନର ପରମାଣୁ ଏବଂ ଗୋଟିଏ ଅମ୍ଳଜାନର ପରମାଣୁ ମିଶିଲେ ଗୋଟିଏ ଜଳ ଅଣୁ ସୃଷ୍ଟି ହୁଏ। ଆମକୁ ସେଟାକୁ ପ୍ରମାଣ କରିବା ପାଇଁ ପଡ଼ିବ। ତେଣୁ ମୋର କହିବାର କଥା ହେଲା ଯେ ଏଇ ଯେଉଁ କର୍ମର ଫଳ ମୁଁ ଆପଣଙ୍କୁ କହିଲି, କର୍ମର ଫଳ ନିଶ୍ଚିତ ଭୋଗ କରିବା ପାଇଁ ପଡ଼ିବ। ଆମେ ଯଦି ଭଲ କର୍ମ କରିଛେ ତାହେଲେ ଆମର ପ୍ରାରବ୍ଧ ହେଉଛି ସୁପ୍ରାରବ୍ଧ। ଆମେ ଯଦି ଖରାପ କାମ କରିଛେ ଆମର ପ୍ରାରବ୍ଧ ହେଲା କୁପ୍ରାରବ୍ଧ, ପାପ ପ୍ରାରବ୍ଧ। ତ କ'ଣ ହେଉଛି, ଯେମିତି ପୃଥିବୀଟା ବୁଲୁଛି ଆମ ଭାଗ୍ୟଟା ସେମିତି ବୁଲୁଛି। ଆମେ ଯେଉଁ କର୍ମ କରିଥିଲେ ଆମ ଭାଗ୍ୟ ତାର ଫଳ ପାଖକୁ ଟାଣିକିରି ନେଇଯିବ। ତ ଯଦି ଆମେ ସେମିତି କେଉଁ ଜନ୍ମରେ କ'ଣ କରିଥିଲେ, 1 ଜନ୍ମ ପୂର୍ବରୁ, 2 ଜନ୍ମ ପୂର୍ବରୁ, 3 ଜନ୍ମ ପୂର୍ବରୁ ବା 5 ଜନ୍ମ ପୂର୍ବରୁ କ'ଣ ବିଶେଷ କିଛି ଅପକର୍ମ କରିଛେ ବା ପାପକର୍ମ କରିଛେ, ପାପ ପ୍ରାରବ୍ଧ ରହିଛି, ଯାହାର ଫଳସ୍ୱରୂପ ଆମକୁ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେବା ପାଇଁ ପଡ଼ିବ, ଭୟଙ୍କର ରୋଗ ବ୍ୟାଧିରେ ପଡ଼ିବାର ସମ୍ଭାବନା ରହୁଛି, କିମ୍ବା ରାତି ପାଇଲେ ଆମର ପାରିବାରିକ ବିଶୃଙ୍ଖଳା ଲାଗି ରହୁଛି, ଆମର ପୁତ୍ର କିମ୍ବା କନ୍ୟା ପଥଭ୍ରଷ୍ଟ ହେଇଯାଉଛି, କିମ୍ବା ଆମେ ସବୁ ଭଲ କର୍ମ କରିବା ସତ୍ତ୍ୱେ ଶତ୍ରୁ ଆମମାନଙ୍କ ଚତୁଃପାର୍ଶ୍ୱରେ ଘେରି ବୁଲୁଛନ୍ତି, ଆମେ ସମାଜ ପାଇଁ ସମାଜରେ ନ୍ୟାୟ, ସତ୍ୟ, ଶାନ୍ତି, ଦୟା, କ୍ଷମା ଆଦି ସବୁ ଗୁଣର ପ୍ରତିଷ୍ଠା କରିବା ପାଇଁ ଚାହୁଁଥିଲେ ମଧ୍ୟ ଲୋକ ଆମକୁ ନାପସନ୍ଦ କରୁଛନ୍ତି, ଲୋକ ଆମକୁ ସମାଲୋଚନା କରୁଛନ୍ତି। ଏଇଟା କାରଣ କ'ଣ? ତାର କାରଣ ହେଉଛି ସେଇ ପ୍ରାରବ୍ଧ। ତ ପ୍ରାରବ୍ଧକୁ ପରିବର୍ତ୍ତନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ର ପ୍ରତିକାର ନିୟମ ଅଛି। ସେ କ'ଣ କଲେ, କେଉଁ ପ୍ରତିକାର କଲେ ଆମର ଏଇ ଯେଉଁ ପ୍ରାରବ୍ଧର ପ୍ରଭାବ ପଡ଼ୁଛି, ଆମେ ଦୁଃଖ କଷ୍ଟ ଯନ୍ତ୍ରଣା ଭୋଗ କରୁଛେ, ଏତେ ଆମକୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ପଡ଼ୁଛି, ତ ତା ପାଇଁ କ'ଣ ବିହିତ ପ୍ରତିକାର? ସେ ପ୍ରତିକାରଟା ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ସବୁ ବୁଝେଇ ଦେଲେ। ଟୋଟାଲି ସମଗ୍ର ସମାଜ ବିଷୟରେ, ମଣିଷର ଜନ୍ମ, ମାନେ ଜୀବର ଭୂମିକା, ପରମାତ୍ମାଙ୍କର ଭୂମିକା, ଜୀବ ପରମାତ୍ମାଙ୍କ ଭିତରେ ସମ୍ବନ୍ଧ ସବୁ ବୁଝେଇ ଦେଲେ। ଶେଷକୁ ଶ୍ରୀକୃଷ୍ଣ କହିଲେ ଅର୍ଜୁନକୁ, ଆରେ ପାର୍ଥ, ତତେ ଯଦି ପ୍ରକୃତରେ ତୋର ପାପ ପ୍ରାରବ୍ଧରୁ ତତେ ମୁକୁଳିବା ପାଇଁ ଚାହୁଁଛୁ,
ଏବଂ ପୁଣ୍ୟ ପଥର ପଥିକ ହେବା ପାଇଁ ଚାହୁଁଛୁ, ବିହିତ କର୍ମ କରିଣ ପାର୍ଥ ନର୍କୋ ଧରିବ। ସେ ଯେଉଁ ବିହିତ କର୍ମଟା, ଯାହାକୁ ଆମେ ପ୍ରତିକାର ବୋଲି କହୁଛେ, ସେ ପ୍ରତିକାର ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ଯଦି ଜ୍ୟୋତିଷ ଉପଯୁକ୍ତ ବିହିତ କର୍ମର ଉପଦେଶ ଦେଲେ ବା ପ୍ରତିକାରର ଉପଦେଶ ଦେଲେ, ନିଶ୍ଚିତ ଭାବରେ ଆମେ ଆମର ଭାଗ୍ୟକୁ ପରିବର୍ତ୍ତନ କରିପାରିବା।